ଆସ ପିଲାମାନେ, ଆଜି ଆମେ ପଢ଼ିବା ପ୍ରଥମ ଶ୍ରେଣୀର ବିଷୟ କେଉଁଠି ଲମ୍ବା ଲମ୍ବା କେଉଁଠି ଗୋଲ। ଚାରିଆଡ଼େ ଥିବା ଜିନିଷ ଗୁଡ଼ିକୁ ଦେଖ। ବୀଣା ଦିଦି ସମସ୍ତ ପିଲାଙ୍କୁ ଗୋଲ ହୋଇ ବସିବାକୁ କହିଲେ। ବାଡ଼ିଟି ଲମ୍ବା, ଲଡ଼ୁଟି ଗୋଲ। ଏପାଖେ ଦେଖ, ସେପାଖେ ଦେଖ। ଏବେ ତୁମେ କହ କେଉଁଠି ଲମ୍ବା କେଉଁଠି ଗୋଲ। ବାଡ଼ିଟି ହେଲା ପିଲାମାନେ ଲମ୍ବା, ଲଡ଼ୁଟି ଗୋଲ। ବୀଣା ଦିଦି ପିଲାମାନଙ୍କୁ କହିଲେ। ଏଣେ ଦେଖିଲି ତେଣେ ଦେଖିଲି, ଖୋଜି ମୁଁ ପାଇଲି। ପେନ୍ସିଲ ବାକ୍ସ ଲମ୍ବା, ବଲଟି ଗୋଲ। ଏବେ ତୁମେ କୁହ କେଉଁଠି ଲମ୍ବା କେଉଁଠି ଗୋଲ। ପେନ୍ସିଲ ବାକ୍ସଟି ହେଲା ଲମ୍ବା, ବଲଟି ଗୋଲ। ଏଣେ ଦେଖିଲି ତେଣେ ଦେଖିଲି, ଖୋଜି ମୁଁ ପାଇଲି। ମୋ ଗୋଡ଼ଟି ଲମ୍ବା, ମୁହଁଟି ଗୋଲ। ଏବେ ତୁମେ କହ କେଉଁଠି ଲମ୍ବା କେଉଁଠି ଗୋଲ। ଗୋଟିଏ ପିଲା କହିଲା ତାର ଗୋଡ଼ଟି ହେଲା ଲମ୍ବା ଆଉ ତା ମୁହଁଟି ଗୋଲ। ଆସ ପିଲାମାନେ ପ୍ରଶ୍ନ ଉତ୍ତର କରିବା। 1 ନମ୍ବର, ଗୋଲ ଭିତରେ ଗୋଲ ଜିନିଷ ଏବଂ ଚାରିକଣିଆ ଭିତରେ ଲମ୍ବା ଜିନିଷ ଅଙ୍କନ କର। ପିଲାମାନେ ଗୋଲ ଭିତରେ ଏଇଠି ଯେଉଁ ଚିତ୍ର ହେଇଛି ତମେ ଦେଖିକି ସେଇଭଳିଆ କରିବ। ଗୋଟିଏ ଅଛି ପେଣ୍ଡୁ ଚିତ୍ର, ପଇସା ଚିତ୍ର, ଆଉ ଗୋଟିଏ ସେଉ ଅଛି, ଗୋଟିଏ କମଳା ଚିତ୍ର ଅଛି, ଗୋଟିଏ ତାଟିଆ ଚିତ୍ର ଅଛି। ଆଉ ଚାରିକଣିଆ ଯେଉଁ କୋଠରୀ ଅଛି ତା ଭିତରେ ତମେ ଗୋଟେ ବୋତଲ ଚିତ୍ର କରିବ। ଆଉ ଗୋଟିଏ ସ୍କେଲର, ପେନ୍ସିଲର, ବହି ଆଉ ଯନ୍ତ୍ରାଂଶ ଚିତ୍ର କରିବ। 2 ନମ୍ବର, ସମାନ ଆକୃତିର ଜିନିଷ ଗୁଡ଼ିକୁ ଗାର ଟାଣି ଯୋଡ଼। ଏଠି ଅଛି ଗୋଟିଏ ଡ୍ରମ୍। ଡ୍ରମର ଗାର ଟାଣିବ ଗୋଟିଏ ମହମବତୀ ପାଖରେ। ଆଉ ତାପରେ ଅଛି ଗୋଟିଏ ପେଣ୍ଡୁ। ଗୋଟିଏ ପେଣ୍ଡୁ ପାଖରେ ଗାର ଟାଣିବ। ଆଉ ତା ତଳକୁ ରହିଛି ଗୋଟିଏ ପେଟି। ସେ ପେଟିର ଗାର ଟାଣିବ। ଆଉ ଗୋଟିଏ ବୁଜା ହେଇଥିବା ଗୋଟେ ପେଟିର ବାକ୍ସ ଭଳିଆ ଅଛି, ସେଇଠିକି ଗାର ଟାଣିବ। ଏଠି ପିଠା ଅଛି। ଆଉ ଗୋଟିଏ ଥାଳିଆରେ ଗୋଟିଏ ପିଠା ଅଛି, ତା ପାଖକୁ ଗାର ଟାଣିବ। ଗୋଟିଏ ଟୋପି ଅଛି, ଆଉ ଗୋଟିଏ ଆଇସ୍କ୍ରିମ୍ ଖୋଳ ଭଳିଆ ଅଛି, ସେଇଟାକୁ ଦେଖିକି ତମେ ଗାର ଟାଣିବ। 3 ନମ୍ବର, ବଲ ଭଳି ଆକୃତିର ଚିତ୍ରରେ ଠିକ୍ ଚିହ୍ନ ଦିଅ। ଏଠି ତରଭୁଜ ଅଛି। ଆମେ ତା ତଳ ଯେଉଁ ଗୋଲ ଗୋଲ ଭଳି ଅଛି ତା ଦେହରେ ଗୋଟେ ଠିକ୍ ଚିତ୍ର ଚିହ୍ନ ଦେବା। ଏଠି ଅଛି ବୋତଲ। ବୋତଲ ତଳେ କିଛି ଦେବା ନାହିଁ। ଗୋଟିଏ ଅଛି ଯନ୍ତ୍ରାଂଶ, ତା ତଳେ ବି ଦେବା ନାହିଁ। ଏଠି ଆଉ ଗୋଟିଏ ଅଛି ଆଇସ୍କ୍ରିମ୍, ସେଠି ବି କିଛି ଦେବା ନାହିଁ, କାରଣ ସେଗୁଡ଼ିକ ଗୋଲ ନୁହେଁ। 4 ନମ୍ବର, ଟୋପି ଭଳି ଆକୃତିର ଚିତ୍ରରେ ଠିକ୍ ଚିହ୍ନ ଦିଅ। ଏଇଠି ଅଛି ଗୋଟିଏ ଆଇସ୍କ୍ରିମ୍, ତା ତଳେ ଯେଉଁ ଅଛି ଗୋଲ, ତା ଭିତରେ ଆମେ ଗୋଟିଏ ଠିକ୍ ଚିହ୍ନ ଦେବା। ମହମବତୀରେ ଦେବା ନାହିଁ, ଏଠି ପିଠାରେ ଦେବା ନାହିଁ, ଆଉ ପେଟିଟିଏ ଥୁଆ ହେଇଛି ତା ଦେହରେ ବି ଦେବା ନାହିଁ। 5 ନମ୍ବର, ଗ୍ଲାସ ଭଳି ଆକୃତିର ଚିତ୍ରରେ ଠିକ୍ ଚିହ୍ନ ଦିଅ। ଏଠି ପେଣ୍ଡୁରେ ଦେବା ନାହିଁ। ଏଇଠି ଅଛି ବୋତଲ, ତା ତଳେ ଦେବା ଯେଉଁ ଗୋଲ ଅଛି। ପେଟିରେ ଦେବା ନାହିଁ, ବ୍ୟାଗରେ ଦେବା ନାହିଁ। ଦିଆସିଲି ଖୋଳ ଭଳି ଆକୃତିର ଚିତ୍ରରେ ଠିକ୍ ଚିହ୍ନ ଦିଅ। ଏଠି ପିଠାରେ ଦେବା ନାହିଁ, ପେଣ୍ଡୁରେ ଦେବା ନାହିଁ। ଏଠି ଅଛି ଯନ୍ତ୍ରାଂଶ, ଠିକ୍ ଚିହ୍ନ ଦେବା। ଆଇସ୍କ୍ରିମ୍ରେ ଦେବା ନାହିଁ। ଆସ ପିଲାମାନେ ପଢ଼ିବା ଚତୁରୀ ଆଈ। ଥରେ ଗୋଟିଏ ମେଣ୍ଢା ଛୁଆ ତା ଆଈ ଘରକୁ ଯାଉଥିଲା। ବାଟରେ ଗୋଟିଏ ଗଧିଆ ମେଣ୍ଢା ଛୁଆକୁ ଦେଖିଲା। ଗଧିଆ ତାକୁ ଧରିବାକୁ ଇଚ୍ଛା କଲା। ମେଣ୍ଢା ଛୁଆ କହିଲା, ଦୟାକରି ଏବେ ମୋତେ ଖାଅ ନାହିଁ। ପ୍ରଥମେ ମୋତେ ମୋ ଆଈଙ୍କ ଘରକୁ ଯିବାକୁ ଦିଅ। ସେଠାରେ ଖାଇ ପିଇ ମୁଁ ଖୁବ୍ ବଡ଼ ହୋଇ ଯିବି। ତାପରେ ଗଧିଆ କହିଲା, ଠିକ୍ ଅଛି, ତୁମେ ଏବେ ଯାଅ। ମେଣ୍ଢା ଛୁଆ ଗଧିଆ ବିଷୟରେ ସବୁ କଥା ଆଈକୁ କହିଲା। ଆଈ ଏକ ଉପାୟ ପାଇଲେ ଏବଂ ମେଣ୍ଢା ଛୁଆକୁ ଏକ ଢୋଲରେ ଭର୍ତ୍ତି କରିଦେଲେ ଏବଂ ଏହାକୁ ତାଙ୍କ ଘର ଆଡ଼କୁ ଗଡ଼େଇ ଦେଲେ। ଢୋଲଟି ଜୋରରେ ଗଡ଼ି ଚାଲିଲା ଏବଂ ଗଧିଆଟି ଏହା ପଛରେ ଦୌଡ଼ିବାକୁ ଲାଗିଲା।
ଗଧିଆ ମେଣ୍ଢା ଛୁଆକୁ ଧରି ପାରିଲା ନାହିଁ। ମେଣ୍ଢା ଛୁଆଟି ନିରାପଦରେ ଘରେ ପହଞ୍ଚିଗଲା। ନିମ୍ନଲିଖିତ ଜିନିଷଗୁଡ଼ିକ ଗଡ଼େ ଘୋଷାଡ଼ି ହୁଏ, ଉଭୟ ଗଡ଼େ ଓ ଘୋଷାଡ଼ି ହୁଏ। ଲକ୍ଷ୍ୟ କର, ତାହାକୁ ତଳ ସାରଣୀରେ ଠିକ୍ କିମ୍ବା ଭୁଲ ଚିହ୍ନ ଦେଇ ଦର୍ଶାଅ। ମୁଁ ଯେମିତି ଏଇଠି ଠିକ୍ ଭୁଲ ଚିହ୍ନ ଦେଇଛି, ତମେ ଦେଖିକି ତମ ବହିରେ ସେମିତି ଦେବ। ପରବର୍ତ୍ତୀ ଭିଡ଼ିଓରେ ଆମେ ପଢ଼ିବା ଆମ୍ବ ଭୋଜି।